ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ପରିସ୍ଥିତି ଭୟଙ୍କର। ଲଗାଣ ବର୍ଷା ପାଇଁ ଉଦଳା ବାଲେଶ୍ୱର ରାସ୍ତାର କଇଁସାରିଠାରେ ଥିବା ଜାମୁଘାଟ ପୋଲ ଧୋଇ ହୋଇଯାଇଛି। ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ ପାଣି ପ୍ରବାହିତ ହୋଇ ଜାମୁଘାଟ ପୋଲ ବୁଡ଼ି ଯାଇଥିଲା। ତେବେ ଲଗାଣ ବର୍ଷା ଜାରି ରହିବାରୁ ପାଣିର ତୀବ୍ରତା ଏତେ ଅଧିକ ଥିଲା ଯେ ଜାମୁଘାଟ ପୋଲ ଧୋଇ ହୋଇଯାଇଛି। ପୋଲର ଅର୍ଦ୍ଧାଧିକ ଅଂଶ ଭାଙ୍ଗି ଯାଇଥିବା ବେଳେ ପୋଲ ଉପରେ ଏବେ 2 ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି, ଯାହାଫଳରେ ଉଦଳା ବାଲେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଥିବା ଦେଖିବାକୁ ମିଳିଛି। ପୋଲ ଧୋଇ ଯିବାର 1 ଘଣ୍ଟା ବିତି ଯାଇଥିଲେ ସୁଦ୍ଧା କେହି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି। ମୋ ନାମ ହେଉଛି ସଞ୍ଜୟ ନାୟକ। ମୁଁ ବେତନଟି ଯାଉଥିଲି। ଉଦଳା ଆଉ ବେତନଟି ରାସ୍ତା ଭିତରେ ଯୋଉ ଅଛି ଜାମୁଘାଟ ପୋଲ ପୁରା ପ୍ରବଳ ବନ୍ୟାରେ ପୁରା ହେଇଯାଇଛି। ମୁଁ ଭାବୁଛି କହ୍ନେଇବନ୍ଧ ଦେଇକି ଯିବି, ବୁଲା ପଡିବ। ପ୍ରତ୍ୟେକ ବର୍ଷ ଆପଣ ଦେଖୁଛନ୍ତି ଅସ୍ଥାୟୀ ପୋଲରେ ଟଙ୍କା ଖର୍ଚ୍ଚ ହଉଛି, କଣ କହିବେ? ଏ ପୋଲରେ ତ ବହୁତ ଖର୍ଚ୍ଚ ହଉଛି କିନ୍ତୁ କିଛି କାର୍ଯ୍ୟକାରୀ ହେଇପାରୁନି। ପ୍ରତ୍ୟେକ ବର୍ଷ ଏଇ ଅସୁବିଧାରେ ପଡୁଛନ୍ତି ଲୋକ ଗ୍ରାମବାସୀ। କଣ କହିବେ? ସାଧାରଣ ଆପଣଙ୍କର ଏଠି ଅନେକ ପଞ୍ଚାୟତ ନିର୍ଭର କରୁଛନ୍ତି, ବର୍ତ୍ତମାନ କେମିତି ସ୍ଥିତି ରହିବ? ସେମାନଙ୍କର ଯିବାରେ ନିହାତି ଅସୁବିଧା ହବ ନା, ଅସୁବିଧା ହବ। କଣ କହିବେ ସ୍ଥାୟୀ ସମାଧାନ ପାଇଁ? କଣ ସ୍ଥାୟୀ ପଦକ୍ଷେପ ନିଶ୍ଚିତ ଭାବେ ସ୍ଥାୟୀ ପୋଲ ହବା ଦରକାର। ମଜବୁତ ଭାବରେ ହେଲେ ସେ ଲୋକମାନେ ଯାତାୟାତ କରିପାରିବେ। କଣ କହିବେ କେମିତି ପୋଲର ଅବସ୍ଥା ଦେଖୁଛନ୍ତି? ଦେଖନ୍ତୁ ସାର୍, ଏଇ ଯୋଉ ପୋଲ ପ୍ରତିବର୍ଷ ଗୋଟେ ଅସ୍ଥାୟୀ ପୋଲ କରାହେଉଛି ଏବଂ ବର୍ଷା ଋତୁର ଆଗମନରେ କି କ'ଣ ଗୋଟେ ବନ୍ୟା ଆସିଲା ମାତ୍ରକେ ପୋଲ ଭାସି ଯାଉଛି, ଯାହାକି ଏଇ ପାଖାପାଖି ଜନସାଧାରଣ ବହୁତ ଅସୁବିଧାର ବଶବର୍ତ୍ତୀ ହେଉଛନ୍ତି। ଏହି ରାସ୍ତାଟି ଆପଣଙ୍କର ଉଦଳା ବାଲେଶ୍ୱରକୁ ମୁଖ୍ୟ ରାସ୍ତା ହିସାବରେ ଆମେ ଗଣନା କରିଥାଉ, କିନ୍ତୁ ବର୍ଷା ଋତୁ ଆସିଲେ ଲୋକମାନେ ଏଠାରେ ଯାତାୟାତ କରିପାରନ୍ତିନି। ପୋଲ ଅଲରେଡ଼ି ଭାସିଯାଏ, ଯାତାୟାତ ଠପ୍ ହୋଇଯାଏ, ରୋଗୀ ସେବା ଠପ୍ ହୋଇଯାଉଛି, ଯେଉଁଟାକି ଆମର ଉଦଳାରୁ ଜଇଦା, ଜୟପୁର, ଜିଗ୍ନିଆ ସାହି ଯେଉଁ ରୋଗୀମାନେ ସହଜରେ ଯାଇପାରନ୍ତି ଉଦଳା ହସ୍ପିଟାଲକୁ, ସେମାନେ ଆଉ ଯାଇପାରନ୍ତି ନାହିଁ। ଯେଉଁ ପିଲାମାନେ ଏଇ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ରହିଛନ୍ତି ଏବଂ ଜଇଦା ଉପରେ ନିର୍ଭର କରନ୍ତି ହାଇସ୍କୁଲ ପଢ଼ିବା ପାଇଁ, ସେମାନେ ଏହି ପୋଲ ଭାସିଯିବା ଦ୍ୱାରା ସେମାନଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ସରକାରଙ୍କୁ ଆମେ ନିବେଦନ କରୁଛୁ କି ସେ ଯଥାଶୀଘ୍ର ଏହି ପୋଲ କେମିତି ସ୍ଥାୟୀ ଭାବରେ ହେଇପାରିବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ତାକୁ କରିବା ପାଇଁ ସେ ଯୋଜନା ହାତକୁ ନିଅନ୍ତୁ। ଉଦଳାରୁ ଦୀପକ ମିଶ୍ରଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।